अध्याय पाप पुण्य विचार। श्री गरुड़ उवाच पुणी गरुड़ पूछई श्रीहरि छामुरे तुम्भर कीर्ति रहिछि जुग जुगान्तरे आवरदान प्रसंग बुझाई कहिले से दानरे केते पुण्य अछि कुह भले जीव जीवा काले कले से विधिर दान केउ मुक्ति लभन्ति कह मर्त्यजन सकल बुझाई मते कहिब गोसाई तुम्भर दासानु दास अटे सिना मुहि ଏହା କହିଣ ଗରୁଡ଼ ପୟରେ ଲୋଟିଲା ଭକତି ଭରେ ପାଦୁକା ଶିର ପରି ଦେଲା ତାହାର ଭକତି ଭାବ ଦେଖିଣ ଶ୍ରୀହରି ଧୀର ଗମ୍ଭୀର ବଚନେ କୁହନ୍ତି ବିସ୍ତାରି ଶ୍ରୀ ଭଗବାନ ଉବାଚ ଯାହା ପଚାରିଲ ତୁମ୍ଭେ ଅବଶ୍ୟ କହିବି तुम्भर अवज्ञा मुहि विनाश करिबी ध्यान कर गुरु मंत्र श्री गुरु चरण जप कर अष्टाक्षर मंत्र पुण पुण मंत्र जपे खंड इति सकल पातक अंते मिलई सुगति मिले स्वर्ग लोक अंतिम काल होइले दृढ़ करी धर तुलसी वृक्ष अटई मुख्य मार्गे सार गोमୟରେ ଚଉରାକୁ ଆନନ୍ଦେ ଲିପିବ ତାହାପରେ ଛାୟା ମଣ୍ଡପକୁ ନିର୍ମାଣିବ ପଞ୍ଚବର୍ଣ୍ଣ ମୁରୁଜରି ମଣ୍ଡଳ କରିଣ ତହିଁ ବିଦ୍ୟାସନ ଏକ କରିବ ସ୍ଥାପନ ତିଳ ତଣ୍ଡୁଳ ତୁଳସୀ କୁଶ ପୁଷ୍ପ ହୋଇ ताम्रपात्री गुबा गजे पंचामृत नेई कला खसा से आसने बर्तुले रखिब किछि कुश ताहा परे सजाड़ी थोइब भिन्न भिन्न रंगे पाट वस्त्र मान तही कर्पूर चंदन आदि सिंचे पक नेई मूर्ति ताहा उपरे बसाई धूप दीप नैवेद्य समर्पिब नेई शुद्ध चित्त सदा सहितरे पूजा करी प्रसन्न कराई बजे देव नर हरि तांको प्रसादे विनाश हेब सर्व पाप दिनकु दिन बड़ई धर्मर स्वरूप डरी जमगणे सेहि स्थानकु न जाती दूररु प्रणाम करी लेउटी आसन्ति शालग्राम सम्मुखरे विसर्जिले प्राण संसार बंधनु उद्धरती जीवगण मोर सदरु जे तिल जन्म होइला पाप विनाशन कार्ये आवश्यक हेला तिल देखिले असुरे भय जे करन्ति ताहार प्रभावे पासे पशि न पारन्ति मो अंग विभूति हेतु कुश जन्मिला कुश पवित्र हेतुटी ब्रह्मा घेनी गला एणु कुशासने सोई प्राण विसर्जिले उद्धार हुई जीव जानी थाओ भले कुश अग्रे सदा शिव करन्ति जे बास मध्यरे श्रीहरि पुणी करन्ति निवास कुश धेनु विप्र अग्नि आवर तुलसी पवित्र करिबा लागि सर्वदा प्रयासी शुभाशुभ कार्य जे लोड़ा हुए कुश कुश जले व्याधि मान हुई विनाश कुशासने कुश आंभे देउअछु जान कुश तिल जब जे तुलसी जल सम आंभर पादुका मंत्र अछि विप्र मुखे से मंत्र पादुका पान करिलेटी सुखे शुद्ध मने शुद्ध जल ब्राह्मण सिंचिले पवित्र हुवंती जीवे जानी थाओ भले ब्राह्मणे मर्त्यरे मुख्य दाता जे अटंती मुख्या मुख्यर करता से सीना अटंती कुश जेपरि अशुद्ध हुए कहुअछि शुणिबाकु ताहा मुहि तुम्भकु कहुछि
ପ୍ରେତ ଶ୍ରାଦ୍ଧ ପିତୃ ଶ୍ରାଦ୍ଧ ପିଣ୍ଡ ଦାନ କୁଶ ମହାନଷ୍ଟ କୁଶ ଅଟେ ସର୍ବ କରେ ନାଶ। ନଷ୍ଟ କୁଶ ଅପବିତ୍ର କରଇ ଜୀବକୁ ପୁଣ୍ୟ କାର୍ଯ୍ୟ କରି ଭୋଗ କରଇ ନରକକୁ। ନଷ୍ଟ କୁଶ ଯେତେ ପରିତ୍ୟାଗ କରି ତାହା ଶୁଦ୍ଧ କୁଶରେ କରିବ କର୍ମ ମାନ ଯାହା। ନିଜ ଜାତି ହୋଇ ବିଷ୍ଣୁ ମନ୍ତ୍ର ଅଭ୍ୟାସିଲେ ଜପ ତପ ବି ଅର୍ଥ ହୁଅଇ ଜାଣ ଭଲେ। ନରକେ କ୍ଲେଶ ଦିଅନ୍ତି ଯମଦୂତ ମାନ ଜାତି କୁଳ ତାହାରଟି ହୁଅନ୍ତି ନାଶନ। ନିଜ ଦ୍ୱାରେ ମୋ ବସତି କଦାପି ନ ହୁଏ କେବଳ ଭଗତ ହେଲେ ନଥାଏ ସଂଶୟ। ନୀତି ଗୋମୟ ଲେପନ କରି ପଦ୍ମ ଲେଖି ମୋ ରୂପ ତହିଁ ପରେ ନେଇ କରି ରଖି। ମଣ୍ଡଳ ଛିଦ୍ର ହୋଇଲେ ମୁନ ବସେ ତହିଁ ଅଚ୍ଛିଦ୍ର ମଣ୍ଡଳ ଲେଖା ଆନନ୍ଦେ ଘେନଇ। ଷଢ଼ ଚକ୍ରେ ପଞ୍ଚା ସଜେ ବର୍ଣ୍ଣ ରୂପ ବସେ ଚକ୍ର ଅଧିଷ୍ଠାତା ରୂପେ ସ୍ୱରୂପ ପ୍ରକାଶେ। ଦେବାଦେବୀ ପିତାଗଣ ଆସନ ଭୋଜନ କହୁଅଛି ମୁହିଁ ଏବେ ଦେବାର ବିଧାନ। ଗୋମୟ ଲେପନ କରି ତୁଳସୀର ଜଳ ସିଞ୍ଚି ପବିତ୍ର କରିବ ସେହି ପୂଜାସ୍ଥଳ। ତୁଳସୀ ଅଭାବେ ମୋର ନାମ ମୁଖେ ସ୍ମରି ପବିତ୍ର ହୋଇବ ସ୍ଥାନ ସିଞ୍ଚି ଦେଲେ ବାରି। ଭୂତ ପ୍ରେତ ପିଶାଚାଦି ଆସି ଯମଦୂତେ ସେ ସ୍ଥାନକୁ ନ ଆସିବ ଜାଣି ତା ନିଶ୍ଚିତେ। ଅପବିତ୍ର ସ୍ଥାନେ ସଦା ସେ ବାସ କରନ୍ତି ଅପବିତ୍ର ସ୍ଥାନେ ପୂଜା ତେଣୁ ନ କରନ୍ତି। ଶୁଦ୍ଧ ଜଳକୁ ଦେବତା ଘେନି ନ ସତ୍ୱର ସେ ଜଳରେ ଭୂମିକୁ ଯେ କରଇ ସଂସ୍କାର। ଏହିପରି ଭୂମିକୁ ସଂସ୍କାର କଲା ପରେ କୁଶାସନ ଏକ ତହିଁ ପକାଇ ସତ୍ୱରେ। ଶାଳଗ୍ରାମ ମୂର୍ତ୍ତି ତହିଁ ରଖିବ ପୂଜିବ ଶାଳଗ୍ରାମ ମୋଦକ ପାନ ଆନନ୍ଦେ କରିବ। ମହାପାପ କରିଥିଲେ ଜଳିଯାଏ କ୍ଷଣେ ତୁଳା ପର୍ବତକୁ ଅଗ୍ନି କଣା ପରମାଣେ। ବିନ୍ଦୁଏ ବିଷ୍ଣୁଙ୍କ ପଦ ଉଦକ ସତ୍ୱରେ ସକଳ ପାଦ ବିନାଶ କରଇ ମର୍ତ୍ତ୍ୟରେ। ଲଲାଟେ ତିଳକ କରିବ ଜ୍ଞାନ ପାପ ମାନ ବିନାଶ କରିବ। କୋଟି ତୀର୍ଥ ଜଳ ସଙ୍ଗେ ସମ ଗଙ୍ଗା ଜଳ ଅସୀମ ଅଟଇ ସେହି ଗଙ୍ଗା ଜଳ ଫଳ। ବିଷ୍ଣୁ ନଖ କଣୁ ଜାତ ହୋଇଅଛି ଯେଣୁ ମହାମହିମା ତାହାର ପ୍ରକାଶଇ ତେଣୁ। ଗଣ୍ଡୁ ସେ ପାନ କରିଲେ ଗଙ୍ଗାର ଜଳକୁ ହେଳା ବିନାଶ କରେ ସକଳ ପାପକୁ। ଜନ୍ମ ଜରା ମୃତ୍ୟୁ ପାଶୁ ହୁଅଇ ମୁକ୍ତ ସ୍ୱର୍ଗବାସ ସଦା କାଳେ କରଇ ନିଶ୍ଚତ। ମହାପାପ ମାନ ତାର ବିନାଶ ହୁଅଇ ଶ୍ରୀମୁଖ ବଚନ ଏହା ଜାଣ ବାବୁ ତୁହି। ପ୍ରାଣ ଯିବା କାଳେ ଗଙ୍ଗା ମୃତ୍ତିକା ଧାରଣ ଗଙ୍ଗା ଜଳ ଯଦି କେହି କରିଥାଏ ପାନ ନାଶଇ ସକଳ ପାପ ଯାଏ ସ୍ୱର୍ଗପୁରେ। ନରକ ଦର୍ଶନ ହୁଏ ତା ଭାଗ୍ୟରେ ସେକାଳେ ଶ୍ରୀ ଭାଗବତ ପୁରାଣ ଶୁଣିଲେ ପାପ ରାଶି ନାଶ ହୁଏ ଜାଣିଥାଅ ଭଲେ। ମାଳା ହୃଦେ ଆରତି କରିଲେ ବିଷ୍ଣୁ ନାମ ଥରେ ଯେବେ ମୁଖରେ କହିଲେ। ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଚାରି ଜାତି ବିଷ୍ଣୁ ନାମ ଉଚ୍ଚାରଣ ହୋଇବେ କ ମୁକ୍ତି। ଗୀତା ପଢ଼ିବ ଶୁଣିବ ମୃତ୍ୟୁ କାଳ ଜାଣି ପୂର୍ବେ କହିଅଛୁ ତାର ଯାହା ଫଳ ପୁଣି। ମୋ ମୁଖରୁ ବ୍ରାହ୍ମଣେ ଯେ ଉତ୍ପତ୍ତି ହୋଇଲେ
ହୁରୁ କ୍ଷତ୍ରିୟ ଜାତି ଜନମ ଲଭିଲେ। ଉରୁରୁ ବୈଶ୍ୟ ଶୂଦ୍ର ଯେ ପାଦରୁ ସମ୍ଭୂତ, ମୋହର ସ୍ୱରୂପ ଜାଣ ଏହାଙ୍କର ତତ୍ତ୍ୱ। ବ୍ରାହ୍ମଣଙ୍କ ମୁଖ ତେଣୁ ଶୁଣିଣ ପୁରାଣ, ତିଳେ ହେଲେ ଯମ ବାଦା ଲାଗଇ ଜାଣ। ବାର୍ଦ୍ଧକ୍ୟ କାଳ ଆସିଲେ ଗୁରୁ ମନ୍ତ୍ର ଘେନି, ସନ୍ନ୍ୟାସ ଆଶ୍ରମ କର ଦିବସ ରଜନୀ। ନିଜ ନିଜ ଜାତି ଦଣ୍ଡ ଧାରଣ କରିବ, ମୋର ମନ୍ତ୍ର ଜପି ନିଶ୍ଚିତରେ ଦିନ ନେବ। ଚତୁର୍ବିଂଶାକ୍ଷର ଜପ ନାସ୍ୟ ଆଦି କରି, ସ୍ୱାହା ସ୍ୱଧା ଅଗ୍ନି କୁଣ୍ଡେ କରିବ ବିଚାରି। କରି ଗାୟତ୍ରୀକୁ ବିଧି ମତେ ଜପି, ନେତ୍ରନାଶ ଆଦି ଅଧେ ଦ୍ୱାରକୁ ନିରୋପି। ଯୋଗ ବଳେ ପ୍ରାଣ ବାୟୁ ଊର୍ଦ୍ଧ୍ୱକୁ ତୋଳିବ, ତାଳୁକା ଦ୍ୱାରେ ତାହାକୁ ନିର୍ଭରେ ଛାଡ଼ିବ। ସର୍ବ ଇନ୍ଦ୍ରିୟ ଯେ କ୍ଷୀଣ ହୁଅନ୍ତି ସେ କାଳେ, ପବନ ଯିବାକୁ ବାଟ କେଉଁଠି ନ ମିଳେ। ଆମ୍ଭେ ଯେ ପବନ ରୂପୀ ପବନଟି ଯିବ, ଭିନ୍ନ ନୁହେଁ ଆମ୍ଭଠାରୁ ବୋଲିଣ ଜାଣିବ। ଯିବା ଥିବା ଯାକେ ଅହଙ୍କାର କରୁଥାଇ, ଜୀବ ଗଲେ ସର୍ବଗର୍ବ ବିନାଶ ହୁଅଇ। କାଳ ଆସି ଦିନ ରାତି ବସିଥାଏ ଜଗି, ପାପ ପୁଣ୍ୟ ହେତୁ ଦୁଃଖ ସୁଖ ଦିବା ଲାଗି। ସେ କାଳରେ ଗୁରୁ ଦତ୍ତ ମନ୍ତ୍ର ସୁମରିଲେ, ବିଷ୍ଣୁଦୂତେ ସହାୟ ହୁଅନ୍ତି ତାକୁ ହେଳେ। ଯମଦୂତଙ୍କୁ ଦୂରକୁ ଘଉଡ଼ି ଦିଅନ୍ତି, ରଥରେ ବସାଇ ବୈକୁଣ୍ଠକୁ ନିଅନ୍ତି। ଗର୍ବି ଯେଉଁ ଜନ ବିଷ୍ଣୁ ସ୍ମରଣ ନ କରେ, ମଲେ ତିନି ଭାଗ ଦେହ ମିଶଇ ମାଟିରେ। ଭସ୍ମ ବା ମୃତ୍ତିକା ଅବା କୀଟ ରୂପ ହୁଏ, ଶେଷ ପରିଣତ ଏହିପରି ଦେହ ବହେ। ଏହି ଶରୀର ହୋଇଛି ଯେପରି ଭିଆଣ, କହୁଅଛି ତାହା ମୁଇଁ ମନ ଦେଇ ଶୁଣ। ଜଳ ଅଗ୍ନି ବାୟୁ ଭୂମି ସହିତ ଆକାଶ, ନିର୍ମଣିଲେ ମିଶାଇ ଯେ ସାବିତ୍ରୀ ବିଳାସ। ମୃତ୍ୟୁକାଳେ ଡାଳେ ଜଳ ତେଜ ଯେ ଅଗ୍ନିରେ, ପବନେ ଆକାଶେ ଯେ ଆକାଶରେ। ଭୂମିରେ ମିଶଇ ଶୂନ୍ୟ ଦେହ ପଡ଼େ, ବିନା ଦେହ ଜୀବ ଆକାଶରେ ଯାଇ ଉଡ଼େ। ପାପ ପୁଣ୍ୟ କର୍ମ ବଳୁ ଶରୀର ମିଳଇ, ଶେଷରେ ଆନନ୍ଦରେ ଜୀବ ପ୍ରବେଶଇ। ମାୟା ଶରୀର ଅଟଇ ସେହି ଗୋଟେ ସିନା, କେବଳ ସହିବା ପାଇଁ ଦୁଃଖର ଯନ୍ତ୍ରଣା। ଦୋଷାଦୋଷ ବିଚାରିଣ ସମର ରାଜନ, ଜୀବଗଣେ ନିରନ୍ତର ଦିଅଇ କଷଣ। ପାଞ୍ଚ ମନ ସହିତରେ 50 ପ୍ରକୃତି, ପାପ ପୁଣ୍ୟ ଫଳ ଭୋଗ ସେମାନେ କରନ୍ତି। ଜୀବ ଉଦ୍ଧାର କାରଣ ପୁରାଣ ପଠନ, ଅଥବା ବ୍ରାହ୍ମଣ ମୁଖ କରିବ ଶ୍ରବଣ। ଗୁରୁ ଦତ୍ତ ମନ୍ତ୍ର ଜପ ଅଟେ ସେହିପରି, ଦାନ ଧ୍ୟାନ ତା ସାଙ୍ଗରେ ଅଟେ ସମସରି। ଏମାନଙ୍କ ଋଣ ଥିଲେ ପାପ ହୁଏ ନାଶ, ନିତାନ୍ତର ମିଳେ ପୁଣି ତାକୁ ସ୍ୱର୍ଗବାସ। ଅତ୍ୟନ୍ତ ପାପୀ ଯେ ପୁଣି ଧର୍ମ ନ କରଇ, ତାର ମୃତ୍ୟୁ କାଳେ ଯମ ଆସି ପ୍ରବେଶଇ। ମଣିଷ ବାହନ ଚଢ଼ି କାଳ ଯେ ବିକାଳ, ସଙ୍ଗେ ଘେନି ଜନ୍ତୁ ପତି ଆସଇ ତତ୍କାଳ। ଗଳେ ଚର୍ମ ପାଶ ଦେଇ ନିଅଇ ଓଟାରି, ପାପୀକୁ ସେ ଜନ୍ତୁ ପତି ଆଗ ସ୍ଥିର କରି। ନାନା ଦିନ ରଖ ଦୁଃଖ ଦିଅଇ ତାହାକୁ, ମୁକ୍ତି ନ ପାଏ ସେହି ଜନ୍ମ ଜନ୍ମାନ୍ତକୁ। ଯେଉଁ ଧର୍ମଜ୍ଞ ଅଟଇ ଦାନୀ ବ୍ରତୀ ଯତି, ମୋର ମନ୍ତ୍ର ମୋର ଗୀତା ଯେ ପାଠ କରନ୍ତି। ଗୁରୁ ଦତ୍ତ ମନ୍ତ୍ର ଜପି ପାଦୁକା ମନ୍ତ୍ରକୁ, ହାର କରି ପକାଇଣ ଥାଏ ନିଜ ବୁକୁ। ଅବା ସ୍ୱର୍ଣ୍ଣ ପତ୍ରେ ଲେଖି କରଇ ଧାରଣ, ଦକ୍ଷିଣ ଦୂରୁ ପଳାଇ ଯାଇଥାଏ ତାକୁ ଯମ। ଦଶମ ଅଧ୍ୟାୟ ବାଣୀ ଅପୂର୍ବ ଚରିତ, କହିଲି ତୁ ଆଗେ ତୁହି ଯାହା ବୁଝିଲୁ ତ। ଭାବେ ଯେଉଁ ହରି ନାମ ଗୁଣକୁ ସ୍ମରଇ, ତାହାର ଅଙ୍ଗରୁ ପାପ ବିଦାୟ ହୁଅଇ।
ଶୁଣିନ ଗରୁଡ଼ କୃତକୃତ୍ୟ ହୋଇ କରି, ଶ୍ରୀହରିଚରଣେ ଶତ କୋଟି ନମଃ କରି। ଶରଣ ପଶିଲା ତାଙ୍କ ଚରଣେ, ସେ ପାଦ ସ୍ମରଣେ ଆର୍ତ୍ତ ତାଣ ଦାସ ଭଣେ। ସାଧୁଜନ ମାନେ ନ ଧରିବ ଦୋଷ, ଅଳପ ମୋହର ବୁଦ୍ଧି ଜ୍ଞାନ ପରକାଶ। ଜ୍ଞାନୀମାନେ ପର ଦୋଷ ତିଳେ ନ ଧରନ୍ତି, ଗୁଣରେ ସନ୍ତୋଷ ସିନା ସେମାନେ ହୁଅନ୍ତି। କୋଟି କୋଟି ନମସ୍କାର ତୁମ୍ଭର ପାଦରେ, ଦୋଷ ଥିଲା କ୍ଷମା ଦେବ ଏ ଦିନ ଜନରେ। ଖଳ ଲୋକମାନଙ୍କୁ ମୁଁ କରୁଛି ବିନୟ, ଦୋଷ ନ ଧରିବେ ମୋହ ଆଏ ମହାଶୟ। ମହାପୁରୁଷେ ଅଟନ୍ତେ କ୍ଷୁଦ୍ର ତୁମ୍ଭ ପାଶେ, ଅତି କ୍ଷୁଦ୍ର ମୁହିଁ ବୋଲି ଭାବଇ ମାନସେ। କୃତାପଞ୍ଜି ପଟେ ମୁହିଁ କରୁଛି ପ୍ରଣତେ, ଦୋଷ ନ ଧରିବ ଆର୍ତ୍ତ ତାଣ ଯେ ବଦତେ। ଇତି ଶ୍ରୀ ଗରୁଡ଼ ପୁରାଣେ ନିମିଷାଖ୍ୟାନେ ଶ୍ରୀ ଭଗବାନ ଗରୁଡ଼ ସମ୍ବାଦେ ପାପ ପୁଣ୍ୟ ବିଚାरणं ନାମ ଦଶମୋଧ୍ୟାୟଃ। ଆନନ୍ଦ ଏକ ବାର ହରି।